ମୁଁ MBK ଭାବରେ କାର୍ଯ୍ୟରତ ଅଛି। ଆମେ ଆଜିକୁ 2014 ମସିହାରୁ ଆମର ମହାସଂଘରେ 6 ଗୋଟି କ୍ୟାଡରକୁ ନେଇକିନା କାମ କରୁଅଛୁ, ଯାହାକି MBK, CRPCM, କୃଷି ମିତ୍ର, ପ୍ରାଣୀ ମିତ୍ର, ELSP ବ୍ୟାଙ୍କ ମିତ୍ର ହେଇକି ଅଛୁ। କିନ୍ତୁ ଆମର ପୂର୍ବରୁ ଆମେ ପାଇ ଆସିଲୁଣି 2018 ଠାରୁ 2025 ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସ୍ଥାୟୀ ଦରମା ଭାବେ ପାଇ ଆସୁଛୁ। କିନ୍ତୁ 2025 ଏପ୍ରିଲ ମାସ ଠାରୁ ଆମର କ'ଣ ଅସ୍ଥାୟୀ ମାନେ ପରଫର୍ମାନ୍ସ ବେସ୍ଡ ଇନସେଣ୍ଟିଭ ବୋଲି ସରକାର ଗାଇଡଲାଇନ ବାହାର କରିଛନ୍ତି, ଯାହା ଦ୍ୱାରା ଆମର କ୍ୟାଡର ମାନେ ଏହି ଇନସେଣ୍ଟିଭ ପାଇଁ ମଧ୍ୟ ନେବା ପାଇଁ ରାଜି ନୁହନ୍ତି। ତେଣୁ ଆମେ ଆଜି ଗଣଧାରଣାରେ ବସିଛୁ। ତା ସହିତ ଆମର ପୂର୍ବରୁ ଯେତେବେଳେ GPLF ପୁନର୍ଗଠନ କରାଯାଇଥିଲା, ସେହି ସମୟରେ ଗାଁ ଗାଁକୁ ନେଇକିନା ଆମର SHG ମାନଙ୍କୁ ନେଇକିନା ଆଞ୍ଚଳିକ ମଞ୍ଚ ଗଠନ କରାଯାଇଥିଲା। କିନ୍ତୁ ଏବେ ନୂଆ ଗାଇଡଲାଇନ ବାହାର କରିଛନ୍ତି ଯେ ନା ରାଜସ୍ୱ ଗ୍ରାମ ହିସାବରେ ଆମର ଆଞ୍ଚଳିକ ମଞ୍ଚ ପୁନର୍ଗଠନ କରାଯିବ। ତାହା କେମିତି ମାନେ ସେଇ ରାଜସ୍ୱ ଗ୍ରାମରେ CLF ପୁନର୍ଗଠନ ବନ୍ଦ କରିବା ପାଇଁ ବୋଲି ଆମେ ଆଜି ଦାବି ରଖିଛୁ।